ଶୁଭୁଛି ନା? हाँ କାଲି ପାର୍ଟିରେ ରିମା କଣ ପିନ୍ଧିଥିଲା? କିଏ ରିମା? ମୁଁ ତ କାଇଁ ଦେଖିନି। ଆରେ ସେଦିନ ମାର୍କେଟରେ ଯାହାକୁ ଆମେ ଦେଖିଥିଲେ ସେ ତା ହଜବେଣ୍ଡ ହଉଛି ମୋଟା ହେଇକିରି ପେଟା ହେଇକିରି ନୁହଁ ସେଦିନ ଦେଖା ହେଇଥିଲା ତ ଯୋଉ ତାର ସ୍ତ୍ରୀ ହଉଛି ରିମା। ଯେ କଣ ହେଲା? ଫୁଟାଣି ତାହାର ସେ ଯୋଉ ପିନ୍ଧିଥିଲା ଶାଢୀ ସାଙ୍ଗକୁ ବ୍ଲାଉଜ ବୁଢୀ ଲୋକଙ୍କ ଭଳିଆ ଦେଖାଯାଉଥିଲା। ପୁଅର ଫ୍ରେଣ୍ଡ ଯୋଉ ସୋମୁବା ସେ ପିଲାଟା କଣ ଏମିତି ଦେଖିବାକୁ ପୁରା କଳା, କିନ୍ତୁ ଯାହା କୁହ ପିଲାଟା କିନ୍ତୁ ବାଗ ଦେଖିବାକୁ ହେଲାନି। ତା ବାପା ମା ତ ଦେଖିବାକୁ ଠିକ ଠାକ, ପିଲାଟା କାଇଁ ଏମିତିଆ ହେଇଗଲା? କାଲି ଇଭିନିଂ ରେ ତମେ କୁଆଡେ ଯାଇଥିଲ କି? ଘରେ ତ ନଥିଲ। କୁଆଡେ ନାହିଁ, ଏଇ ବାହାରେ ବସିକିରି ସବୁ ଗପୁଥିଲୁ ସାଙ୍ଗମାନେ। ତମ ନାରୀ ସଂଘ କଣ ଡିସ୍କସନ ଚାଲିଥିଲା? ଏଇ ତାଙ୍କ ବାର୍ଥଡେ ଯୋଉ ହେଇନଥିଲା ନା, ତାଙ୍କ ବାର୍ଥଡେ କଣ ସବୁ ଖାଇବା ବନା ହେଇଥିଲା ସେଇ ବିଷୟରେ ଡିସ୍କସନ ହଉଥିଲା। ସେ ଖାଇବା ବନେଇଥିଲେ, କି ଖାଇବା? ସେ ଖାଦ୍ୟର ଟେଷ୍ଟ ଥିଲା। ଆମ ଝିଅ ବାର୍ଥଡେ କଣ ଗିଫ୍ଟ ଦେଇଛନ୍ତି ଦେଖିଛ? କଣ ସେ ଗିଫ୍ଟ ତାଙ୍କ ଘରେ ବୋଧେ କଣ ପୁରୁଣା ଜିନିଷ ଥିଲା, ସେଇଆକୁ ସେ ଗିଫ୍ଟରେ ଦେଇ ଦେଇଛନ୍ତି। କଣ ହେଇଛି? କଣ ତମ ମୁଣ୍ଡରେ କଣ ଚାଲିଛି? ସକାଳୁ ରାତି ହେଇଗଲାଣି, ଟିକେ ପରେ ଟିକେ ଖାଲି ଆ ବିଷୟରେ ତା ବିଷୟରେ ଖାଲି ଗପୁଛ। କିଏ ମୋଟା, କିଏ ପେଟା, କିଏ କଳା, କାର ଭୋଜି ଭାତ, ଏଗୁଡା ସବୁ ଭଲ ନୁହଁ। ସେଇ ରିମା କଥା କହୁଛ, ସିଏ ତାର ବେଷ୍ଟ ଦେଖାଯିବା ପାଇଁ ସେ ତାର ଗେଟଅପ୍ ନେଇଛି। କାହାକୁ ସେଟା ଭଲ ଲାଗିପାରେ, କାହାକୁ ଖରାପ ଲାଗିପାରେ। ତମେ ଏତେ କାହିଁ ସେ ବିଷୟରେ ଡିସ୍କସନ କରୁଛ? ପୁଅ ସାଙ୍ଗ ସମୁ, ସିଏ ବହୁତ କଳା, ତମେ କଥା କହୁଛ। ତମେ ଏତିକି ଜାଣିନ, ହ୍ୟୁମାନ ବିଙ୍ଗ ହେଲେ ଗଡ୍ ଗିଫ୍ଟେଡ୍। କାହାକୁ କଳା ବନେଇଛନ୍ତି, କାହାକୁ ଗୋରା ବନେଇଛନ୍ତି। ତମେ ଏତେ କଥା କାହିଁ କହୁଛ? ଆଉ ଭୋଜି କଥା କହୁଛ, ସିଏ ପଇସା ଖର୍ଚ୍ଚ କଲେ, ପୁରା ଚେଷ୍ଟା କଲେ, ଭଲ ରୋଷେଇଆ ଡାକିଲେ, ଶେଷରେ ଖାଦ୍ୟ ଭଲ ହେଲାନି। ସିଏ କଣ କରିବେ? ସିଏ କଣ ନିଜେ ରୋଷେଇ କରିଛନ୍ତି? ସେଇଟା ତମ କେସରେ ବି ହେଇପାରେ। କାଲି ତମେ ଭୋଜି ଭାତ କରିବ, ତମେ ଭଲ ରୋଷେଇଆ ଡାକିବ, କିନ୍ତୁ ଶେଷରେ ଖାଦ୍ୟ ଭଲ ହବନି। ସେଗୁଡା ସବୁ ଗ୍ରୁପରେ କାହିଁ ଡିସ୍କସନ କରୁଛ? ତମେ ଗିଫ୍ଟ କଥା କହୁଛ, ସେଦିନ ସିଚୁଏସନ ତମେ ଜାଣିଛ ତାଙ୍କର ସିଚୁଏସନ କଣ ଥିଲା? ମେ ବି ତାଙ୍କୁ ସମୟ ମିଳିନଥିବ, ସେ କିଣିବା ପାଇଁ ଯାଇପାରିନଥିବେ। ଆଉ ଘରେ ଯୋଉ ଜିନିଷଟା ଅଛି ରହି ରହି ସେଟା ମଳେଇ ଯାଇଥିବ, ସେଥିପାଇଁ ସେ ଦେଇଥିବେ। ତମେ ସେଥିପାଇଁ ଏତେ ଓରିଡ୍ କାହିଁ ହଉଛ? ଇଚ୍ଛା ହେଲେ ୟୁଜ୍ କର, ଅଦରୱାଇଜ ଡୋଣ୍ଟ ୟୁଜ୍ ଇଟ୍। ଇଟ୍ସ ଅପ୍ ଟୁ ୟୁ। ଆଉ ଏତେ ନେଗେଟିଭ ଡିସ୍କସନ କରନି, ସବୁବେଳେ ପଜିଟିଭ ଚିନ୍ତାଧାରା ରଖ। ଯଦି ତମେ ପଜିଟିଭ ଚିନ୍ତାଧାରା ରଖିବ, ତମ ସରାଉଣ୍ଡିଂ ପୁରା ପଜିଟିଭ ହେଇଯିବ।